ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ, ପଦ୍ମ ବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର। ଏହି ପୁରସ୍କାର 1954 ମସିହାରୁ ଆରମ୍ଭ ହୋଇଛି। ଭାରତ ରତ୍ନ, ଯାହାକି ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର, ଏହା ଭାରତର ମୋଟ 53 ଜଣ ବ୍ୟକ୍ତିଙ୍କୁ ଦିଆଯାଇଛି। ସେଥିମଧ୍ୟରୁ ଓଡ଼ିଶାରୁ ଶ୍ରୀ ବରାହଗିରି ଭେଙ୍କଟଗିରିଙ୍କୁ ଦିଆଯାଇଥିଲା। ପଦ୍ମବିଭୂଷଣ ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର, ଏହା ଭାରତର ମୋଟ 343 ଜଣଙ୍କୁ ଦିଆଯାଇଛି। ଏଥିମଧ୍ୟରୁ ଓଡ଼ିଶାରୁ ମାତ୍ର 4 ଜଣଙ୍କୁ, ଶ୍ରୀ ସୁଦର୍ଶନ ସାହୁ, ଶ୍ରୀ ରଘୁନାଥ ମହାପାତ୍ର, ଡକ୍ଟର ସୀତାକାନ୍ତ ମହାପାତ୍ର ଓ ଗୁରୁ କେଳୁଚରଣ ମହାପାତ୍ର। ପଦ୍ମଭୂଷଣ, ଏହା ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର, 1339 ଜଣଙ୍କୁ ଦିଆଯାଇଛି। ସେଥିମଧ୍ୟରୁ ଓଡ଼ିଶାରୁ ମାତ୍ର 11 ଜଣ ବ୍ୟକ୍ତିଙ୍କୁ ଦିଆଯାଇଛି। ପଦ୍ମଶ୍ରୀ ପୁରସ୍କାର ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର, ଏହା ମୋଟ 3644 ଜଣଙ୍କୁ ଦିଆଯାଇଥିବା ବେଳେ ମାତ୍ର ଓଡ଼ିଶାରୁ 94 ଜଣ ବ୍ୟକ୍ତିଙ୍କୁ ଦିଆଯାଇଛି।